ଆଜି ସକାଳେ ଆସି ପହଞ୍ଚିଲେ ମୋ ମାଆଙ୍କର ପିଉସା ମାନେ ଆମର ହେଉଛନ୍ତି ଅଜା। ଅଜା ବହୁତ ଦିନ ପରେ ଆସିଲେ ଆମ ଘରକୁ, ସେଥିପାଇଁ ମୁଁ ବହୁତ ପ୍ରକାର ରେସିପି ସବୁ ଆଜି ମୋ ମାଆ କଲେ ତାଙ୍କ ପାଇଁ। ଆଉ ଏସବୁ ଭିତରେ ମୋ ଭାଇ ପୁରା ଖୁସି ହେଇକି ଦୌଡ଼ା ଦୌଡ଼ି କରି କାମ କରୁଥାଏ। ମାଆ ଯେତେବେଳେ ପଚାରିଲେ ତୁ କେବେ ତ କିଛି କାମ କରୁନୁ, ଆଜି ତୋର କ'ଣ ହେଇଛି କି ଏତେ ଦୌଡ଼ା ଦୌଡ଼ି କରି କାମ କରୁଛୁ? ଭାଇ ସେଠୁ କହୁଛି ଆରେ ମା, ଅଜା ଏତେ ଦିନ ପରେ ଆସିଛନ୍ତି, ପାଉଣାଟା ବି ତ ନିହାତି ଆସିଥିବ, ସେ ପାଉଣାଟା କେମିତି ମୋର ହବ ସେଇ ପାଇଁ ଟିକେ ଚେଷ୍ଟା ଚଲେଇଛି ଆଉ ସେ ଟାଇମ୍ ବି ଆସିଗଲା। ସନ୍ଧ୍ୟାବେଳେ ଅଜା ଖାଇ ପିଇକି ରେଷ୍ଟ ନେଇକି ଯେତେବେଳେ ବାହାରିଲେ ଘରକୁ ଯିବେ ବୋଲି, ଭାଇ ମୋର ବଡ଼ ଖୁସି ହେଇଗଲା। ଆଉ ବାପାଙ୍କ ସହିତ ତାଙ୍କୁ ବାଟିବାକୁ ଗଲା। ବାଟିବାକୁ ଯାଇଛି, ମୁଁ ଦେଖିଲି ପୁଣି ସେ ଦୌଡ଼ି ଦୌଡ଼ି ଆସୁଛି। ଦୌଡ଼ି ଦୌଡ଼ି ଆସିକି ମାଆଙ୍କୁ କହୁଛି ମା 50 ଟଙ୍କାଟେ ଦେଲ। ମା କହିଲେ କ'ଣ କରିବୁ? ନା ମା ଦିଅ। ସେଠୁ ମା କହିଲେ ହଉ ଠିକ୍ ଅଛି 50 ଟଙ୍କା ନେ, କିନ୍ତୁ ଅଜା ଯାହା ଦେବେ ତାଙ୍କ ପାଖରୁ ଯେମିତି ବିଲକୁଲ ନ ନେଉ। ସେଠୁ ଭାଇ କହୁଛି ଅଜା ଦେବେ ନା ଆଉ କ'ଣ, ସିଏ ଉଲ୍ଟା ମୋତେ ପଠେଇଛନ୍ତି ବସ୍ ଭଡ଼ା ତୁମଠୁ ନେବା ପାଇଁ। 50 ଟଙ୍କା ଜଲ୍ଦି ଦିଅ, ମୁଁ ନେଇକି ତାଙ୍କୁ ଦେଲେ ସେ ଘରକୁ ଯିବେ। ଶୁଣିକି ହସି ଦେଇକି କହିଲେ ହଉ ଆଉ 50 ଟଙ୍କାଟା ନେ, ତୋର ପାଉଣା।